ମୁଁ ଜଗନ୍ନାଥଙ୍କୁ ମୋ ଛୁଆ ବେଳୁ ମୁଁ ଭଲ ପାଇ ଆସିଛି। ଭଲ ଯାହାକୁ ପାଇଥାନ୍ତି ଥରେ, ଆଉ କାହାକୁ ନୁହଁ। ତେଣୁ ସିଏ ନିଶ୍ଚିତ ଭାବରେ ବହୁ ଅନୁଭୂତି ମତେ ଦେଇଛନ୍ତି। ତା ଦେହରୁ ଗୋଟିଏ ଅନୁଭୂତି ମୁଁ ଆପଣଙ୍କୁ କହୁଛି। ଏଇ ବାହୁଡା ସମୟ ହବ, ଶ୍ରୀଗୁଣ୍ଡିଚା ପୂର୍ବରୁ ମୋ ମାଙ୍କର ହଠାତ୍ ଦେହ ଅସୁସ୍ଥ ହେଇଗଲା, ଯାହାକି ସିଏ ଥିଲେ କିଡନୀ ପେସେଣ୍ଟ, ସିକେଡି ସିଓପିଡି ପେସେଣ୍ଟ। ତେଣୁ ଯେତେବେଳେ ଅଧିକ ଦେହ ଖରାପ ହେଇଗଲା, ନେଇଗଲୁ କଟକର ଗୋଟେ ଘରୋଇ ହସ୍ପିଟାଲକୁ। ସେ ଜାଗାରେ ସିଏ 6-7 ଦିନ ରହିବା ପରେ ସେମାନେ ନାସ୍ତି ବାଣୀ ଶୁଣେଇଦେଲେ। କହିଲେ ଯେ ଆଉ ମା କାଲି ସକାଳ ରାତି ପାଇଲାକୁ ନଥିବେ। ସେ ରାତିଟାରେ ଜଣେଇଲେ, ନିର୍ମାଲ୍ୟ ଦେଇକି ବସନ୍ତୁ ପଦାରେ, ତାଙ୍କର ହାର୍ଟ ପୁରା ଏକଦମ ଖରାପ ହେଇଯାଇଛି, ବିଭିନ୍ନ କଥା କହିଲେ। ମନ ଅତ୍ୟଧିକ ଦୁଃଖ। ହଠାତ୍ ରାତିରେ ଏକୁଟିଆ ବସିଛୁ, ହଠାତ୍ ମୋ ପାଖରେ କାନରେ ଖାଲି ଗୁଞ୍ଜରଣ ହେଲା ମୋର ଗୋଟିଏ ଗୀତ, ଯାହାକି ଅରବିନ୍ଦ ମୁଦୁଲି ଗାଇଥିଲେ, ତୁମେ ମୋ ଶାରଳା ମା ତୁମେ ମୋ ବିରଜା ମା। ମୁଁ କହୁଛି ଏମିତି କାହିଁକି ଶୁଭୁଛି, ତାଙ୍କ ଦ୍ଵାରା କିଛି ଗୋଟେ ମୋ ଦ୍ଵାରା ଅଛି କି କିଛି ସାହାଯ୍ୟ? ହଠାତ୍ ମନେ ପଡିଗଲା ତାଙ୍କ ପୁଅ କୃପାସିନ୍ଧୁ ମୁଦୁଲି, ସିଏ ଜଣେ ବ୍ଲଡ ଡୋନର। ଦେଖିବା କାହିଁ ତାଙ୍କ ଦ୍ଵାରା କିଛି ସହଯୋଗ ହବ। ସେଥିପାଇଁ ତାଙ୍କୁ ଯେତେବେଳେ ଫୋନ କଲି, ସାଙ୍ଗେ ସାଙ୍ଗେ ଉଠେଇ କହିଲେ, ଦାଦା ଆପଣ ବ୍ୟସ୍ତ ହୁଅନ୍ତୁନି, କାନ୍ଦନ୍ତୁନି, ନିଶ୍ଚିତ ଭାବରେ ମୁଁ ସାହାଯ୍ୟ କରିବି। ଦେଖିଲେ, କହିଲେ ମୋ ଅଫିସ ପାଖରେ ହଉଛି ବଡ ଭୁବନେଶ୍ୱର ଗୋଟେ ବଡ ହାଟ ଉପରେ ଅଛି ଚିକିତ୍ସାଳୟ, ସେଠିକି ନେଇଯିବା। ସକାଳ ହେଲା, ସିଏ ଆସିକି ପହଞ୍ଚିଲେ ଏବଂ ମୃତବତ୍ ମା ଥିଲେ ପ୍ରାୟତଃ। ତାଙ୍କୁ ନେଇଗଲେ, ନେଇକି ସେଠି ଯେତେବେଳେ ରଖିଲେ, ସେଦିନ ହଉଛି ବାହୁଡା ପୂର୍ବ ଦିନ। ସେଠୁ ପରଦିନ ବାହୁଡା। ମୁଁ କହୁଛି ମହାପ୍ରଭୁ କଣ କରିବି, ମୋ ମା କଣ ଭଲସେ କରିବି, ଆଉଡେଇ ଦେବେନି ଘରକୁ। ସେଇ ସମୟରେ ଆମେ ସବୁ ବସିଛୁ ୱେଟିଂ ରୁମରେ, ଯୋଉଠି ବସନ୍ତି ସେଠି ଟିଭି ଚାଲିଛି, ସେଥିରେ ମଧ୍ୟ ଦେଖଉଛି ବାହୁଡା ଯୋଉଦିନ ତା ପରଦିନ। ମୁଁ ଯେହେତୁ କହୁଛି, ହଠାତ୍ ଡାକିଲେ ଯେ ଆପଣ ଆସନ୍ତୁ ଆପଣ ମାଙ୍କୁ ଦେଖା କରିବା ପାଇଁ। ଗଲା ବେଳକୁ ଡକ୍ଟର କହିଲେ ଆପଣଙ୍କ ମା ସୁସ୍ଥ ଅଛନ୍ତି, ତାଙ୍କର କିଛି ଅସୁବିଧା ସେମିତି ହେଇନି। ଆଉ ତଥାପି ଆମେ ଚେଷ୍ଟା କରୁଛୁ ଆଉ 24 ଘଣ୍ଟା ପାଇଁ। ତା ପରଦିନ ହଉଛି ସୁନାବେଶ। କହିଲି, ପ୍ରଭୁ ମଣିମା ଆପଣ ଆଜି ସୁନାବେଶରେ ସଜି ହେବେ, ମୋ ମା କୁ ସୁନା କରିଦେବେନି? ଏଇ କଥା କହୁ କହୁ ସାଙ୍ଗେ ସାଙ୍ଗେ ଫେର ଡାକ ଆସିଲା। ଗଲା, ଏଇ ପହଞ୍ଚିଲା ବେଳକୁ ମା କଥା କହୁଛନ୍ତି ଏବଂ କହୁଛନ୍ତି ମତେ ଭାରି ଭୋକ ଲାଗୁଛି। ନିଶ୍ଚିତ ଏତେ ଦିନ ହେଲା ରହିଥିଲେ, ଭୋକ ନିଶ୍ଚିତ ଲାଗୁଥିବ, ନାକରେ ଖାଉଥିଲେ। ତେଣୁ ତା ପରଦିନ କଣ ହେଇଛି, ଡକ୍ଟର ଭାରି ଖୁସି, ବହୁତ ଖୁସି କଲେ, ନିଶ୍ଚିତ ଭଲ ହେଇଗଲେ, ଆଉ କିଛି ଅସୁବିଧା ନାହିଁ। ତା ପରଦିନ କହିଲେ, ପ୍ରଭୁ ଆପଣ ଅଧରପଣାରେ ଅଧରାମୃତ ପାନ କରିବ ଏ ସଂସାର, କିନ୍ତୁ ମୋ ମା କଣ ଟିକେ ଖାଇବାକୁ ଦେବେନି? ଗଲାବେଳକୁ କହିଲେ ସେ ଆଜି ତରଳ ଖାଦ୍ୟ ଖାଇଛନ୍ତି। ଏବଂ ତାପରେ କହିଲେ ପରଦିନ ହଉଛି କଣ ନା ନୀଳାଦ୍ରି ବିଜେ। ମୁଁ କହିଲି, ମଣିମା ଆଜି ଆପଣ ପଳେଇବେ ନିଜ ନୀଳାଦ୍ରି କଟକକୁ, କମ୍ଭୁ କଟକର ରାଜା ଆପଣ, ମୋ ମା କଣ ଫେରେଇ ଦେବେନି? ତାପରେ ପୁଣି ଯେତେବେଳେ ଡାକରା ଆସିଛି, ଗଲୁ, ଦେଖିଲା ବେଳକୁ ସିଏ କହିଲେ ନାଇଁ ଏଠି ନାହାନ୍ତି, ସିଏ ପଳେଇଲେଣି ସେମି ଆଇସିୟୁ ଏବଂ ସେଠୁ ପଳେଇବେ ୱାର୍ଡକୁ। ଏଇଆ କହିଲେ ଯେତେବେଳେ ଭାରି ଖୁସି, ଏବଂ ସେଇଥିରେ ସେ ଭଲ କରିଦେଲେ। ଏଇଟା କଣ ଗୋଟେ ବିରାଟ ଅନୁଭୂତି ନୁହେଁ କି? ନିଶ୍ଚିତ ଅନୁଭୂତି ମୁଁ ଜାଣିବାରେ, କାରଣ ମହାପ୍ରଭୁଙ୍କୁ ଯେତେବେଳେ ଯାହା ମାଗିଛି ପ୍ରଭୁ ଦେଇଛନ୍ତି, ଆଉ ମୋ ମା କୁ ଫେରେଇ ଦେଲେ। ଏବଂ 6 ମାସ ପରେ ଯାଇଛନ୍ତି, ହେଲେ ବି ମୋ ମା କୁ ସେ ଫେରେଇ ଦେଇଛନ୍ତି, ମୋ କଥା ରଖିଛନ୍ତି, ମୋ ମଣିମା ମୋ କଥା ରଖିଛନ୍ତି। ମୁଁ ନିଶ୍ଚିତ ଭାବରେ ତାଙ୍କ ଶରଣ କେବେ ବି ଛାଡିବି ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।